ରାତିରେ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଦିନରେ ଖରା ପ୍ରକୋପ ବଢ଼ୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ 10 ଡିଗ୍ରୀ ତଳେ ରହିଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ତଳେ ରହିଛି। ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରାଜ୍ୟରେ ସବୁଠୁ କମ୍ 9 ଡିଗ୍ରୀ ଥିବାବେଳେ ଫୁଲବାଣୀରେ 9.5 ଡିଗ୍ରୀ, ରାଉରକେଲାରେ 9.6, ଝାରସୁଗୁଡ଼ାରେ 10.2, ସେମିଲଗୁଡ଼ାରେ 10.6, କିରେଇରେ 11.6, ଚିପିଲିମାରେ 11.9 ଓ ସୁନ୍ଦରଗଡ଼ରେ 12.2, କେନ୍ଦୁଝରରେ 13.1, ହୀରାକୁଦରେ 13.3, ସୁବର୍ଣ୍ଣପୁରରେ 13.5 ଏବଂ ସମ୍ବଲପୁରରେ 13.8 ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା 17.9 ଏବଂ କଟକରେ 18 ଡିଗ୍ରୀ ରହିଛି। ସେହିପରି ଦିନ ତାପମାତ୍ରା 4ଟି ସ୍ଥାନରେ 35 ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 35.6 ଡିଗ୍ରୀ, ସୁନ୍ଦରଗଡ଼ରେ 35.4, ବଲାଙ୍ଗୀର ଏବଂ ପାରଳାଖେମୁଣ୍ଡିରେ 35.2 ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଭୁବନେଶ୍ୱରରେ 33.5 ଏବଂ କଟକରେ 31.6 ଡିଗ୍ରୀ ରହିଛି। ତେବେ ଆସନ୍ତା ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାରୁ ଶୀତ ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି। ବ୍ୟୁରୋ ରିପୋର୍ଟ, ସୁଭଦ୍ରା ନ୍ୟୁଜ୍।